ଥରେ ଗୋଟେ ମଣିଷ ତା ମନ ଭିତରେ ସିଏ ଶପଥ ନେଲା କି ମୋ ଯେଉଁ ଛାଇ ମୋ ପରଛାଇ ଅଛି ମୁଁ ତାକୁ ହରେଇକି ରହିବି, ମୁଁ ତାକୁ ପଛେଇ ଦେବି ଆଉ ମୁଁ ଆଗେଇ ଯିବି। ଏମିତି କରି ଦୌଡ଼ି ଚାଲିଥାଏ ଦୌଡ଼ି ଚାଲିଥାଏ ଦୌଡ଼ି ଚାଲିଥାଏ। କିଛି ଦୂରରେ ଜଣେ ସନ୍ଥ ଦେଖାଗଲେ, କହିଲେ ବାବା ତମେ ଏମିତି ଦୌଡ଼ୁଛ କାହିଁକି? ସେଇଠୁ ସେ ମଣିଷ ଜଣ କହୁଛନ୍ତି, ହେ ବାବା ଦେଖନ୍ତୁ ତ ଇଏ ଯେଉଁ ପରଛାଇ ଅଛି ଇଏ ସବୁବେଳେ ଆଗେଇ ଚାଲିଛି ଆଉ ମୁଁ ପଛରେ ଅଛି। ମୁଁ ଚାହୁଁଛି ମୁଁ ଆଗେଇବି ଆଉ ତାକୁ ପଛେଇ ଦେବି, କିନ୍ତୁ ହେଇପାରୁନି। ସେଇଠୁ ସେ ସନ୍ଥ ଜଣକ ହସୁଛନ୍ତି, କହୁଛନ୍ତି ଆରେ ମୂର୍ଖ, ତମେ ଯଦି ତମ ପରଛାଇକି ହରେଇବା ପାଇଁ ଚାହୁଁଛ ଏତେ କଷ୍ଟ କରିବା ପାଇଁ ପଡ଼ିବନି, ଏତେ ଦୌଡ଼ିବା ପାଇଁ ପଡ଼ିବ ନାହିଁ। ତୁମେ ସିଧା ତୁମେ ସୂର୍ଯ୍ୟ ଆଡ଼ିକି ମୁହଁ କରିଦିଅ। ଯେତେବେଳେ ତୁମେ ସୂର୍ଯ୍ୟ ଆଡ଼ିକୁ ମୁହଁ କରିଦେବ ସେତେବେଳେ ତୁମର ପରଛାଇ ତୁମ ପଛକୁ ପଳେଇ ଆସିବ ଆଉ ତୁମେ ଆଗେଇ ଯିବ। ସେମିତି ମଣିଷ କ'ଣ କରୁଛି? ଏ ସଂସାର ମାୟାଜାଲରେ ଘାଣ୍ଟି ଯାଉଛି। ଯଦି ଆମେ ସଂସାର ମୋହମାୟାରୁ ଏ ଦୁଃଖରୁ ଆମେ ପାରିହେବା, ଆମେ ସେଇ ମାଧବଙ୍କ ପାଖରେ ମାଧବଙ୍କ ଚରଣରେ ଯିବା, ମାଧବଙ୍କ ରାସ୍ତାରେ ଯିବା, ସେ ଭଗବାନ ଶ୍ରୀକୃଷ୍ଣଙ୍କ ରାସ୍ତାରେ ଚାଲିଯିବା, ତାଙ୍କ ଆଡ଼ିକି ମୁହଁ କରିଦେବା। ସେଇଦିନ ଆମର ସବୁ ଦୁଃଖ ଯନ୍ତ୍ରଣା ଦୂର ହୋଇଯିବ। ରାଧେ ରାଧେ।